कौन होई छे असुविधा कौन होई ହଁ ମାଟି ରଖିବି କରିବି ଆପଣ ଭଲ ମାଲ हां भाई भल्ला मुझे मो दरकार नहीं अरे भाई सुना को बोलछे आपण को काम हम जे मते कोन फास्ट की आपण कहि मार्केट की कहि जे कोन मो मन को सुना को ଆମେ ଚାଷ କରି ଚଳୁଥିଲୁ ଏବେ ବର୍ତ୍ତମାନ ଆମେ କଣ କରିବୁ ଆଜ୍ଞା ଜାଣିବୁ ଯୋଉ ନଈ ବନ୍ଧ କରା ଚାଲିଛି ବନ୍ଧ କରା ଚାଲିଛି ନଈ ବନ୍ଧ ବିଲରୁ ମାଟି ଖୋଳିକି ନେଇ ବନ୍ଧ କରୁଛୁ ଆମ ମନେ ନ ପଚାରିକି ଆମେ କୋଉଠି କେମିତି ଚଳିବୁ ଖାଲି ଆଣ୍ଠା ଖାଲ ହେଇଗଲା ଆମେ ଧାନ ଚାଷ କରୁଛୁ କେମିତି ଆମେ କଣ ଚଳିବୁ सरकार ଯେଉଁଠାରେ ବନ୍ୟାରୁ ବଞ୍ଚିତ ହେବା ପାଇଁ ନଦୀ ବନ୍ଧ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେଠି ବାସ୍ତବରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବାମନାଳ ପଞ୍ଚାୟତର ଧନ୍ୟ ନଦୀ ବନ୍ଧ କଥା, ଯୋଉଠି ପ୍ରତିବର୍ଷ ବନ୍ୟା ଆସିଲେ ବାମନାଳର 5-6ଟି ପଞ୍ଚାୟତ ପାଣି ଘେରରେ ରହିଥାଏ। ଏହାକୁ ଦେଖି ସରକାର ନଦୀ ବନ୍ଧ ସୁଦୃଢ଼ ନିମନ୍ତେ କୋଟି କୋଟି ଟଙ୍କା ଅଟକଳରେ ନଦୀ ବନ୍ଧ ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଏଠି ଠିକା ସଂସ୍ଥା ରହିଛି ନଦୀବନ୍ଧ ନିର୍ମାଣରେ ବ୍ୟାପକ ହରିଲୁଟ କରୁଥିବା ଅଭିଯୋଗ ଆସିଛି। ମୋ ସହଯୋଗୀ ଅନୁରୋଧ କରିବି ଏ ଚିତ୍ର ଦେଖିବା ପାଇଁ। ଇଏ ହେଉଛି ବାସ୍ତବ ଚିତ୍ର ନଦୀବନ୍ଧର। ଇଏ ହେଉଛି ବାସ୍ତବ ଚିତ୍ର ବାମନାଳ ଠାରୁ ବୋଇତଗଙ୍ଗା ପର୍ଯ୍ୟନ୍ତ ନଦୀବନ୍ଧର ସୁଦୃଢ଼ କାମ ଚାଲିଥିବା ବେଳେ ଏଠାରେ ଗଭୀର ଅନିୟମିତତା ଦେଖିବାକୁ ମିଳିଛି। ଆଉ ନିଶ୍ଚୟ ଦେଖିବେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଠିକା ସଂସ୍ଥା ଯୋଉ ରହିଛନ୍ତି ମା ତାରିଣୀ କନଷ୍ଟ୍ରକ୍ସନ ଠିକାଦାର ଅଧିକ ଲାଭ ପାଇଁ ନଦୀବନ୍ଧ ଠାରୁ ମାତ୍ର 20 ମିଟର ଦୂରରେ ଥିବା ସରକାରୀ ଜାଗାରୁ ମାଟି ଖୋଳି ସେଇ ମାଟିକୁ ବନ୍ଧ ନିର୍ମାଣ ବ୍ୟବହାର କରୁଛନ୍ତି। ତାଜା ଚିତ୍ର ଦିନ 2 ମାଟି ଚୋରାଚାଲାଣ କରୁଛନ୍ତି ଠିକା ସଂସ୍ଥା ନିଶ୍ଚୟ ଦେଖୁଥିବେ। ଏବଂ ଏହାର ପରିଣାମରେ ଏକ ପକ୍ଷରେ ବନ୍ଧ ସୁଦୃଢ଼ ହେଉଥିବା ବେଳେ ଅପର ପକ୍ଷରେ ବନ୍ଧ ବିହୀନ ଆଉ ଏକ କୃତ୍ରିମ ନଦୀ ସୃଷ୍ଟି ହେଉଛି, ଯାହା ଦ୍ୱାରା ବନ୍ୟା ପାଣି ଆସିଲେ ତିଆରି ହେଉଥିବା ନଦୀବନ୍ଧ ମଧ୍ୟ ସ୍ଥାୟିତ୍ୱର ପ୍ରଶ୍ନ ଉଠୁଛି। ଅନ୍ୟ ପକ୍ଷରେ ଦେଖିବା ଏଠି ଦିନ 2 ପରେ ପ୍ରଶାସନକୁ ଆଖିଠାର ମାରି ସମ୍ପୃକ୍ତ ଠିକାଦାର ହାଇବା ମାଟି ଚୋରି କରି ନେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦିନ 2 ପରେ ଟ୍ରାକ୍ଟର ଓ ଡମ୍ପର ଦ୍ୱାରା ମାଟି ତାଡ଼ି ଦେଉଥିବା ଦୃଶ୍ୟ ଏଠାରେ ସାଧାରଣ ଘଟଣା ହୋଇ ପଡିଛି। କାହିଁକି ନା ଏଇ ଯୋଉ ଦୃଶ୍ୟ ଦେଖୁଛନ୍ତି ଆପଣ ମାନେ, ଏହା କୋଉ ଗଭୀର ବିଲ ନୁହେଁ, ଏହା ବରଂ ନିମାପଡ଼ା ବରଙ୍ଗାର ମୁଖ୍ୟ ରାସ୍ତାକୁ ଲାଗି ମାତ୍ର 100 ମିଟର ଦୂରତାରେ ପୁଣି ଦିନ 2 ପରେ ଖୁଲମ ଖୁଲା ଭାବେ ମାଟି ମାଫିଆ ମାନେ ମାଟି ଚୋରି କରୁଛନ୍ତି। ଏଥିନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ। ସେ କହିଥିଲେ ଆମେ ବାରମ୍ବାର ଅଭିଯୋଗ କରୁଛୁ କିନ୍ତୁ କେହି ଶୁଣୁନାହାନ୍ତି। ଏହା ସହିତ କହିଛନ୍ତି ନଦୀ ପାଖରୁ ମାଟି ତାଡ଼ି ନେବାରୁ ଆମ ପାଇଁ ବଡ ବିପଦ ସୃଷ୍ଟି ହେଉଛି। ତେବେ ନଦୀ କୂଳିଆ ଲୋକଙ୍କ ସୁବିଧା ପାଇଁ ତିଆରି ହେଉଥିବା ବନ୍ଧ ଏବେ ସେମାନଙ୍କ ପାଇଁ ବିପଦ ଡାକି ଆଣୁଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବନ୍ୟା ସମୟରେ ଯେଉଁ ଉଚ୍ଚ ଜାଗାରେ ଲୋକମାନେ ଆଶ୍ରୟ ନେଇଥାନ୍ତି, ଯେଉଁ ଜାଗାରେ ଗୃହପାଳିତ ପଶୁ ବାନ୍ଧିଥାନ୍ତି, ଏହା ସହିତ ବନ୍ୟା ସମୟରେ ନିଜର ଧାନ ଚାଉଳ ଆଣି ରଖି ଏଠାରେ ଆଶ୍ରୟ ନେଇଥାନ୍ତି, ସେହି ଜାଗାକୁ ମାଟି କରି ନେଉଥିବା ଅଭିଯୋଗ ଆସିଛି। ଏହା ଫଳରେ ଆଗାମୀ ବନ୍ୟା ସମୟରେ ଲୋକମାନେ ସୁରକ୍ଷିତ ଆଶ୍ରୟ ହରାଇବାର ଭୟ ମଧ୍ୟ ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ ଜମି ପାଖରେ ଥିବା ଚାଷ ଜମିର ମଧ୍ୟ ପ୍ରଭାବ ପଡୁଛି। ପୁରୁଷ ମାଟି ତାଡ଼ି ନେବା ଫଳରେ ଚାଷ ଜମି ଦୁର୍ବଳ ହୋଇ ପଡୁଛି ଏବଂ ଆସନ୍ତା ଚାଷ ଋତୁରେ ଫସଲ ଉତ୍ପାଦନ ଉପରେ ଭୟାବହ ପ୍ରଭାବ ପଡିବାର ଆଶଙ୍କା ଦେଖାଦେଇଛି। ଖରା ଦିନେ ମଧ୍ୟ ଦେଖିବା ଯଦି ଉଠା ଜଳସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। କାହିଁକି ନା ଯୋଉ ବିଲରୁ ମାଟି ମାଫିଆ ମାନେ ମାଟି ତାଡ଼ି ନେଉଛନ୍ତି ତା ପାଖ ଚାଷ ଜମିର ପାଣି ରହିବା ସମ୍ଭାବନା କମିଯିବାର ମଧ୍ୟ ଅଭିଯୋଗ ରହୁଛି। ଆଉ ସବୁଠାରୁ ବଡ କଥା ହେଉଛି କାମ ସ୍ଥଳରେ ଏ ଯୋଉ ଠିକା ସଂସ୍ଥା କୌଣସି ସୂଚନା ଫଳକ ଲଗାଏ ନାହିଁ। କେତେ ଟଙ୍କାର କାମ, କେଉଁଠାରୁ କେଉଁ ଯାଏ କାମ ହେଉଛି, ଏସବୁ ସବୁ ତଥ୍ୟ ସାଧାରଣ ଲୋକଙ୍କୁ ଲୁଚାଇ ରଖାଯାଇଛି। ଆଉ ସାଧାରଣ ଲୋକ ପ୍ରଶ୍ନ କଲେ ସୁପରଭାଇଜରଙ୍କ ପକ୍ଷରୁ ଧମକ ମିଳୁଥିବା ମଧ୍ୟ ଅଭିଯୋଗ ଆସିଛି। ସରକାର ଯେଉଁଠାରେ ବନ୍ୟାରୁ ରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠାରେ ଏଭଳି ଅନିୟମିତତା ସମଗ୍ର ଯୋଜନାକୁ ପ୍ରଶ୍ନରେ ରଖିଛି। ତେବେ ପ୍ରଶ୍ନ ଉଠୁଛି କାହାର ନିର୍ଦ୍ଦେଶରେ ସରକାରୀ ଜମିରୁ ମାଟି ତଡ଼ା ଯାଉଛି, ପ୍ରଶାସନ କାହିଁକି ନୀରବ ଅଛି, ଏହା ପଛରେ କଣ ସ୍ୱାର୍ଥ ଲୁଚି ରହିଛି। ଯଦି ଠିକ ସମୟରେ ସମ୍ପୃକ୍ତ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆସନ୍ତା ବନ୍ୟାରେ ପରିସ୍ଥିତି କେତେ ଭୟଙ୍କର ହବ, ସେଥିପାଇଁ ଏବେଠାରୁ ଆଶଙ୍କା ଦେଖାଯାଉଛି। ଇଏ ହେଉଛି ତାଜା ଚିତ୍ର। ଇଏ ହେଉଛି ଚିତ୍ର ଆପଣ ଦେଖୁଛନ୍ତି ଦିନ 2 ପରେ ମାଟି ମାଫିଆ ମାନେ ବାମନାଳ ଅଞ୍ଚଳରୁ ଯୋଉ ଭାବରେ ମାଟି ଚୋରା ଚାଲାଣ କରୁଛନ୍ତି, ଏହା ଏକ କଷ୍ଟ ହୋଇ ପଡିଛି। କାହିଁକି ନା এইଠୁ ତହସିଲ ଅଫିସ ନିମାପଡ଼ା ଯୋଉ ରହିଛି ତହସିଲ ଅଫିସ ଏଠୁ 11 କିଲୋମିଟର ଦୂରତାରେ। ତେବେ ଦେଖିବା କୌଣସି ଭୟ ନାହିଁ, ମାଟି ମାଫିଆ ମାନଙ୍କୁ ଭୟ ନାହିଁ ଏବଂ ଯୋଉ କଣ୍ଟ୍ରାକ୍ଟର ଠିକାଦାର ଯୋଉ ସଂସ୍ଥା କାମ କରୁଛି ତାକୁ ମଧ୍ୟ ଭୟ ନାହିଁ। ଦିନ 2 ପରଠାରେ ଆଖି
ଠାର ମାରିଲା ଭଳିଆ ଟ୍ରକ୍ ଟ୍ରକ୍ ହାଇୱାରେ ମାଟି ଚୋରି କରୁଛନ୍ତି। ଯେଉଁଠି ସରକାର ଯେଉଁଠାରେ ବନ୍ୟାରୁ ରକ୍ଷା ପାଇଁ ନଦୀ ବନ୍ଧ ନିର୍ମାଣ କରୁଛନ୍ତି ସେଇଭଳି ଜାଗାରେ ଯୋଉ ରହିଛନ୍ତି ଠିକାଦାର ସମ୍ପୃକ୍ତ ଠିକାଦାର ଯୋଉ ଢିପ ଜାଗା ରହିଛି ବନ୍ୟା ଅଞ୍ଚଳ ହେଲେ ଆଖପାଖ ଅଞ୍ଚଳ ମାନେ ଗାଈ ଗୋରୁ ଆଣି ବାନ୍ଧି ଦେଇଥାନ୍ତି କିମ୍ବା ନିଜେ ଆଶ୍ରୟ ଦେଇଥାନ୍ତି ସେଇ ଜାଗାରୁ ଟ୍ରକ୍ ଟ୍ରକ୍ ହାଇୱା ମାଟି ତାଡି ନେଇ ବନ୍ଧ ନିର୍ମାଣ ଲଗାଉଛନ୍ତି। ଆଉ ଗୋଟେ କଥା ମଧ୍ୟ ପ୍ରଶ୍ନ ଉଠୁଛି ଯେ ମୁଖ୍ୟ ରାସ୍ତାର ଯୋଉ ରହିଛି ମୁଖ୍ୟ ରାସ୍ତାରୁ ମାତ୍ର 100 ମିଟର ଦୂରତାରେ ଦିନ ଦ୍ୱିପହରେ ମାଟି ତଡା ହଉଛି। କିପରି ଏ ଖବର ପ୍ରଶାସନ ପାଖରେ ନାହିଁ ନା ପ୍ରଶାସନ କାହା ଚାପରେ ରହି ଚୁପ୍ ରହିଛନ୍ତି ଏହା ମଧ୍ୟ ପ୍ରଶ୍ନ ଘେରରେ। ଆଉ ସବୁଠାରୁ ବଡ କଥା ହେଲା ଏଇ ଯୋଉ ମାଟି ତଡା ଯାଉଛି ଆପଣ ଦେଖୁଛନ୍ତି ଏ ଯୋଉ ଗାଡି ଲାଗିଛି ଇଏ ମଧ୍ୟ ୱେଷ୍ଟବେଙ୍ଗଲ ଗାଡି ଲାଗିଛି ବାହାର ଗାଡି ଲାଗିଛି ଏବଂ ଗାଡିକୁ ଅନୁମତି ଦେଲା କିଏ ସେଠି ଆସିଲା କିପରି ଏବଂ ଏଠୁ ମାଟି ତଡାରେ ଗାଡିକୁ କିଏ ସହଯୋଗ କରିଛି। ସରକାରଙ୍କ ଯୋଉ ଯୋଜନା ଅଛି ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ତାକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ଯେପରି ଭାବେ ଯୋଉ ଢଙ୍ଗରେ କାର୍ଯ୍ୟ ହେବା କଥା ସେ ଢଙ୍ଗରେ କାର୍ଯ୍ୟ ନ ହେବାରୁ ସ୍ଥାନୀୟ ବାସିନ୍ଦା ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଇଏ ହଉଛି ତାଜା ଚିତ୍ର ଦେଖୁଥିବେ ଇଏ ଯୋଉ ଦେଖୁଛନ୍ତି ଏକ ସରକାର ଜାଗାରୁ ମାଟି ଖୋଳା ଅଛି ପୁରୁଷ ଉଞ୍ଚାର ମାଟି ଏଠୁ ତାଡି ନିଆଯାଇଛି ଏବଂ ରାତାରାତି ଏଠାରେ ରାସ୍ତା ନିର୍ମାଣ କରାଯାଇଛି। କାହା ନିର୍ଦ୍ଦେଶରେ ଏଠି ତଡା ହେଲା ଏବଂ କିଏ ତାଡିଲା ଏହା ମଧ୍ୟ ତଦନ୍ତ ହେବା ଆବଶ୍ୟକ ଠିକା ସଂସ୍ଥା ବିରୁଦ୍ଧରେ ଏବଂ ଆମ ପାଖରେ କିଛି ସ୍ଥାନୀୟ ବାସିନ୍ଦା ଅଛନ୍ତି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ଭାଇ କଣ ରହିଛି ଅଭିଯୋଗ ରହିଛି ଆପଣଙ୍କର ରାସ୍ତା କାର୍ଯ୍ୟରେ ଏବଂ କଣ କହିବେ? ଆଜ୍ଞା ଦେଖନ୍ତୁ ଆମେ ଚାଷ କରୁଥିଲୁ ଇଏ ଆସିକିରି ମାଟି ଆମକୁ ନ ପଚାରିକି ବିଲରୁ ମାଟି ଆଣ୍ଠିଏ ଖାଲ କରିସାରିଲେଣି। ଆମେ ଚାଷ କରି ଚଳୁଥିଲୁ ଏବେ ବର୍ତ୍ତମାନ ଆମେ କଣ କରିବୁ ଆଜ୍ଞା କିଛି ଜାଣିପାରୁନୁ। ଏଇ ମାନେ ଯୋଉ କାମ କରି ଆସନ୍ତି ଯିଏ ଏଇ ଯୋଉ ନଈ ବନ୍ଧ କରା ଚାଲିଛି ବନ୍ଧ କରା ଚାଲିଛି ନଈ ବନ୍ଧର ବିଲରୁ ମାଟି ଖୋଳିକି ନେଇ ବନ୍ଧ କରୁଛନ୍ତି ଆମ ଅନେକ ନ ପଚାରିକି ପଚାରି ନା ଯାଏ ଦାବି ଆମେ ପୁଣି କେମିତି ଚଳିବୁ ଆମ ବିଲ ତ ଖାଲି ଆଣ୍ଠି ଆମ ଖାଲ ହେଇଗଲା ଆମେ ଧାନ ଚାଷ କରୁଛୁ କଣ କେମିତି ପୁଣି ଆମେ କଣ ଚଳିବୁ କେମିତି ନାଇଁ ଆମକୁ ପଚାରି ନାହାନ୍ତି ସେ ମାଟି ଦାଡ଼ି ହେଇଗଲେଣି ଆଉ ଆମେ କଣ କରିବୁ କେମିତି ଚଳିବୁ କେମିତି ଆଜ୍ଞା ପୁଣି କୁହନ୍ତୁ। ଇଏ ଥିଲା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା। କୋଉଟା ଗୋଟେ ଅଭିଯୋଗ ଆସୁଛି ଠିକାଦାରଙ୍କ ବିରୁଦ୍ଧରେ ବାରମ୍ବାର ଯେ ଠିକା ସଂସ୍ଥା କାହାକୁ ନ ଜଣେଇ ମନ ଇଚ୍ଛା ମାଟି ତାଡି ନେଉଛନ୍ତି। ମୁଁ ଅନୁରୋଧ କରିବି ଚିତ୍ର ଦେଖିବା ପାଇଁ ଇଏ ହଉଛି ବାସ୍ତବ ଚିତ୍ର ଏବଂ ଇଏ ରହିଛି ଅଭିଯୋଗ ହେଲେ ଏଇ ଯୋଉ ଦେଖୁଛନ୍ତି ଆପଣ ଯୋଉ ବନ୍ଧଟି ହେଇଛି ବନ୍ଧର ଡାହାଣପଟ ସାଇଡ୍ ଦେଖୁଛନ୍ତି ଏଇ ସାଇଡ୍ ଟା ଏପଟ ସାଇଡ୍ ରେ ଏଇ ନଦୀରୁ ପାଣି ଆଣିକି ଚାଷ କରିଥାନ୍ତି ଫସଲ କରିଥାନ୍ତି ଏବଂ କିଛି ପନିପରିବା ଚାଷ କରିଥାନ୍ତି ଯୋଉ ଅଛନ୍ତି ଗ୍ରାମ ପଞ୍ଚାୟତ ସମେତ ଅନେକ ପଞ୍ଚାୟତ ଯୋଉ ନିର୍ଭର କରିଥାନ୍ତି ଏଇ ନଈ ଉପରେ କିନ୍ତୁ କାହାକୁ ନ ଜଣାଇ ଏକ ପୁରୁଷ ଗାତ କରିଥିବା ଏବେ ସନ୍ଦେହ ଘରେ ସୃଷ୍ଟି ହେଉଛି ଏହା ସହିତ ମଧ୍ୟ ଗୋଟେ ପ୍ରକାର କୋଉଠି ନା କୋଉଠି ଅଭିଯୋଗ ଆସୁଛି। ଏଇ ନଈ ହଉଛି ଇଏ ହଉଛି ସେଇ ନଦୀ ଧନ ନଦୀ ଏଠୁ ପାଣି ଆସି ବାମନ ସମେତ 5ଟି ପଞ୍ଚାୟତ ପ୍ରତିବର୍ଷ ବନ୍ୟା ଆସିଥାଏ ଏବଂ ଯୋଉ ଉଚ୍ଚ ଜାଗା ରହିଛି ସେ ଉଚ୍ଚ ଜାଗାରେ ଗାଁର ସମେତ ଯୋଉ ଘରେ ଅଛନ୍ତି ଗାଈ ଗୋରୁ ଛେଳି ମେଣ୍ଢା ସେଇ ଢିପ ଜାଗାରେ ଆଶ୍ରୟ ନେଇଥାନ୍ତି ଏବଂ ଯଦି ଗୋଟେ କଥା କହିବା ଏ ଉଚ୍ଚ ଜାଗାକୁ ସେମାନେ ନିଜର ସବୁ କିଛି ଭାବିଥାନ୍ତି ବନ୍ୟା ସମୟରେ କିନ୍ତୁ ସମ୍ପୃକ୍ତ ଠିକାଦାର ରାତାରାତି ଅଧିକ ଲାଭ ଆଶାରେ ସେଇ ଉଚ୍ଚ ଜାଗାକୁ ମାଟି ଖୋଳି ନେଇ এই ବନ୍ଧରେ ପକାଉଛନ୍ତି। ତେବେ କାହା ନିର୍ଦ୍ଦେଶରେ ଏଠୁ ମାଟି ଚୋରାଚାଲାଣ କରୁଛନ୍ତି ଏଥିପାଇଁ କିଏ ଦେଇଛି ଆଦେଶ ଏବଂ ଆଙ୍କ ମୁଣ୍ଡ ଉପରେ କାହାର ହାତ ରହିଛି ଏହା ମୋର ଗୋଟେ ବଡ ପ୍ରଶ୍ନ ହଉଛି। ମୁଁ ମଧ୍ୟ ସହଜ ଅନୁରୋଧ କରିବି ଏଇ ହଉଛି ଦୃଶ୍ୟ ଏଇ ହଉଛି ବନ୍ଧ এই ବନ୍ଧ ଠାରୁ ମାତ୍ର 20ରୁ 30 ମିନିଟ୍ ଦୂରରେ ମାଟି ଖୋଳା ହଉଛି କିନ୍ତୁ ଆର ଯୋଉ ରହିଛି ବ୍ୟବସ୍ଥା ନଦୀ ଠାରୁ 10 କିଲୋ ଦୂରରେ ମାଟି କିଣିକି ଆଣିଥାନ୍ତେ এই ବନ୍ଧରେ ପକେଇଥାନ୍ତେ କିନ୍ତୁ ସମ୍ପୃକ୍ତ ଠିକାଦାର କୋଟି କୋଟି ଟଙ୍କା ଲାଭ ଆଶାରେ ମାଟି ଚୋରାଚାଲାଣ କରି ଏଠି ପକଉଛି। ତେବେ କାହା ନିର୍ଦ୍ଦେଶରେ ସରକାର ଜମିରୁ ଏପରି ମାଟି ଉଠା ଯାଉଛି ଏବଂ ପ୍ରଶାସନ କାହିଁକି ରହିଛି ଏହା ପଛରେ କୌଣସି କାହାର ହାତ ଅଛି କି ଏହା ମଧ୍ୟ ସବୁଠୁ ବଡ ପ୍ରଶ୍ନ। ସରକାର ଯୋଉ 5ଟି ପଞ୍ଚାୟତରୁ ବନ୍ୟାରୁ ରକ୍ଷା କରିବା ପାଇଁ ଯୋଉ ନଦୀବନ୍ଧ କାମ କରୁଛନ୍ତି ପ୍ରକୃତରେ ଏକ ନଦୀବନ୍ଧ ଠିକ ସେ କାମ ହଉଛି? ଯେତେବେଳେ ଆମେ ଆଜି ପହଞ୍ଚିଥିଲୁ ଫୋକସ ଟିମ୍ ପହଞ୍ଚିଥିଲା ଏଇ ନଦୀବନ୍ଧରେ ଦେଖିଥିଲୁ ବାସ୍ତବ ଚିତ୍ର କିଛି ଓଲଟା ଥିଲା। ନିଶ୍ଚିତ ଭାବେ ଆମ ପାଖରେ ପହଞ୍ଚନ୍ତି ଠିକା ସଂସ୍ଥାର ଯୋଉ ସୁପରଭାଇଜର ଅଛନ୍ତି ପଚାରି ବୁଝିବା କଣ ରାସ୍ତାର ଅଭିଯୋଗ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି ଏବଂ କିପରି ଭାବେ ରାସ୍ତାର କାର୍ଯ୍ୟ ହଉଛି ସେଟା ପଚାରି ବୁଝିବା କଣ ହୋଇଛି ଆମ ଅସୁବିଧା କଣ ହୋଇଛି ମାଟି ଉଠିଛି ରଖିବୁ କରିବୁ ଆପଣ ଭଲ ମଲ ଭାଇ ଭଲ ଆମର ଟିକେ ଦରକାର ନାହିଁ ଭାଇ ଆରେ ଭାଇ ସୁନାଥ ବାବୁ କହୁଛି ଆପଣ କୁହନ୍ତୁ କାମ ହବ ଯେ ମତେ କୁହନ୍ତୁ ଆପଣ କହିଲେ ମାଟିରେ କି କହିছে ଆପଣ ମୁଁ ମନ କରିବି ସୁନାଥକୁ ନମ୍ବର ଦେବି ମତେ କୁହନ୍ତୁ ମତେ ଖାଲି କହୁନାହାନ୍ତି ଆପଣ କାଢିବା ପାଇଁ କି ଅନୁମତି ଦେଇଛି
ଭାଇ ଖାଲି କୁହନ୍ତୁ କିଟା ଟିକେ କହୁଛନ୍ତି। ये तो लोकल जो जे चाषी माने कहउछन्ती एठी हमर ଏଥିରୁ ସ୍ପଷ୍ଟ ଜାଣିପାରୁଥିବେ ଯଦି ଠିକା ସଂସ୍ଥା କୌଣସି ଭୁଲ କରିନାହିଁ ତାହେଲେ ଫୋକସ ଟିଭିର ବୁମ୍କୁ ଦେଖିଲା ବେଳେ କାହିଁ ବୁମ୍କୁ ଠେଲି ଦଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଦେବେ ବୋଲି ଲାଞ୍ଚ ମଧ୍ୟ ଯାଚୁଥିଲେ କିନ୍ତୁ ଆମେ କୌଣସି ଟଙ୍କା ଲୋଭୀ ନୁହଁ ଫୋକସ ପ୍ଲସ କୌଣସି ଟଙ୍କା ଲୋଭୀ ନୁହଁ ଫୋକସ ପ୍ଲସ ସାଧାରଣ ଲୋକଙ୍କ ଚ୍ୟାନେଲ ଫୋକସ ପ୍ଲସ ସାଧାରଣ ଲୋକଙ୍କ ସମସ୍ୟା ଦେଖେଇବା ଚ୍ୟାନେଲ ଫୋକସ ପ୍ଲସ କୌଣସି ଅନ୍ୟ ସାମ୍ବାଦିକ ପରିଆ ନୁହଁ ଯେ ପଇସା ଲୋଭରେ ସତ ଘଟଣାକୁ ଚାପି ଦେବେ ଏବଂ ମିଥ୍ୟା ଘଟଣାକୁ ପ୍ରକାଶ କରିବେ ଇଏ ହଉଛି ସେଇ ସୁପରଭାଇଜର ଯିଏ ମୋଟା ଅଙ୍କର ଟଙ୍କା ମଧ୍ୟ ଆମକୁ ଯାଚିଥିଲେ ଇଏ ହଉଛି ସେଇ ସଂସ୍ଥା ଯିଏ ରାତି ଅଧିଆ ସାଧାରଣ ଲୋକଙ୍କ ବିଲରୁ ମାଟି ଚୋରି କରିଥାଏ ଇଏ ହଉଛି ସେଇ ସଂସ୍ଥା ଯିଏ ସାଧାରଣ ଲୋକଙ୍କ ତଣ୍ଟି ଚିପି ରାତାରାତି ମାଲେ ମାଲ ହେଇଥାଏ ଯଦି ଠିକା ସଂସ୍ଥା କିଛି ଭୁଲ କରିନାହିଁ ତାହେଲେ କଣ ପାଇଁ କ୍ୟାମେରା ଆଗରେ ଖୁଲମ ଖୋଲା ଟଙ୍କାର ଲୋଭ ଦେଖାଉଛି ଏପରି ଭାବେ ଏ ଆଗ ପଛରେ କାହା ହାତ ଅଛି ଏବଂ ଏମିତି କରିବାକୁ ସାହସ କୋଉଠୁ ଆସୁଛି ଏ ମଧ୍ୟ ଦେଖିବାକୁ ବାକି ରହିଲା ନିଶ୍ଚିତ ଭାବେ ଆମେ ମଧ୍ୟ ଖବର ପ୍ରସାରଣ କରୁଛୁ ଏ ଖବର ପ୍ରସାରଣ ସରିବା ପରେ ସରକାରଙ୍କ ଉପରେ କଣ ଚେତା ପଶୁଛି ଯେତେବେଳେ ଆମେ ଖବର ପ୍ରସାରଣ ପାଇଁ ଏ ନଦୀ ବନ୍ଧୁକୁ ପାଖକୁ ଆସିଥିଲୁ ଏବଂ ଫୋକସ ଟିମ୍ ଏ ଖବର ପ୍ରସାରଣ ପାଇଁ ଚେଷ୍ଟା କରିଥିଲେ ଏବଂ ସମ୍ପୃକ୍ତ ଠିକାଦାର ହଉ କିମ୍ବା ସୁପରଭାଇଜର ନିଜ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲା ସେ ସିଧାସଳଖ କହିଥିଲେ ଆମେ ଆମ କାମ କରୁଛୁ ତମେ ତମ କାମ କର ତେଣୁ କୋଉଠି ନା କୋଉଠି ଯୋଉ ଠିକାଦାରଙ୍କ ମନୋମୁଖୀ ଶାସନ ନିଶ୍ଚିତ ଭାବେ ଏହା ଏକ ବଡ ପ୍ରଶ୍ନ ଉଠିଛି ଯେ ସରକାର ଯୋଉ ବନ୍ୟାରୁ ରକ୍ଷା କରିବା ପାଇଁ ଯୋଉ ବନ୍ଧଟି ନିର୍ମାଣ କରୁଥିଲେ ଏହା କେତେ ଦୂର ଠିକ କେତେ ଦୂର କାର୍ଯ୍ୟକାରୀ ହେଉଛି ଏହା ଦେଖିବାକୁ ବାକି ରହିଲା ନିମାପଡ଼ାରୁ ଅଜିତ ରଞ୍ଜନ ଫୋକସ ପ୍ଲସ।